107ତମ ମିର୍ଜା ପୋଖରୀ ଚନ୍ଦନ ଯାତ୍ରା ପାଇଁ ଅନୁଷ୍ଠିତ ହେଲା ସାମ୍ବାଦିକ ସମ୍ମିଳନୀ। ବାଲେଶ୍ୱର ସହରର ମାଣିକମ୍, ଗୋପାଳଗାଁ, ସୁଏଲପୁର ସମେତ ଆଖପାଖ ଅଞ୍ଚଳବାସୀଙ୍କ ମିଳିତ ଉଦ୍ୟମରେ ଆୟୋଜିତ ପ୍ରସିଦ୍ଧ ମିର୍ଜା ପୋଖରୀଠାରେ 107ତମ ଚନ୍ଦନ ଯାତ୍ରା ଚଳିତ ବର୍ଷ ଜାକଜମକରେ ପାଳନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା 6 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମକୁ ନେଇ ଏହି ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ ବୋଲି ଉତ୍ସବ କମିଟିର ସଭାପତି ପଦ୍ମଲୋଚନ ଲେଙ୍କା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରତି ସନ୍ଧ୍ୟାରେ ଶୋଭାଯାତ୍ରା ମଧ୍ୟରେ ଶ୍ରୀ ରାଧାକୃଷ୍ଣଙ୍କ ବିଗ୍ରହ ନାବକୁ ଆଗମନ ଓ ନାବକେଳି ଅନୁଷ୍ଠିତ ହେବ। ସେହିପରି ପ୍ରଥମ ସନ୍ଧ୍ୟାରେ ଭଜନ ଓ ପାଲା କାର୍ଯ୍ୟକ୍ରମ, ଦ୍ୱିତୀୟ ସନ୍ଧ୍ୟାରେ ନୃତ୍ୟ ପ୍ରତିଯୋଗିତା ତଥା ଅନ୍ୟ ସନ୍ଧ୍ୟାରେ ସଙ୍ଗୀତ ବିଚିତ୍ରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି 9 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ 4 ଦିନ ଧରି ମଞ୍ଚ ଯାତ୍ରା ଅନୁଷ୍ଠିତ ହେବ। ଏହି ଚନ୍ଦନ ଯାତ୍ରା ମେଳାରେ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଦୋକାନୀ ଆସିବାକୁ ଜାଗା ଚିହ୍ନଟ କରିଥିବା ବେଳେ ବିଶେଷ ଆକର୍ଷଣ ଭାବେ ପିଲାଙ୍କ ପାଇଁ ରାମଦୋଳି ଆସିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ତେବେ ଶାନ୍ତି ଶୃଙ୍ଖଳାର ସହ ଏବର୍ଷ ଚନ୍ଦନ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି। ଚନ୍ଦନ ଯାତ୍ରା ରାତିରେ ରାଧାକୃଷ୍ଣଙ୍କ ନାବକେଳି ଅନୁଷ୍ଠିତ ହେବା ପରମ୍ପରା ଥିବାରୁ ଉତ୍ସବକୁ ସୁଚାରୁ ରୂପେ ପରିଚାଳନା ପାଇଁ ପ୍ରଶାସନ ଆବଶ୍ୟକୀୟ ଅନୁମତି ପ୍ରଦାନ ପୂର୍ବକ ସହଯୋଗ ଦେବାକୁ କମିଟିର କର୍ମକର୍ତ୍ତାମାନେ ନିବେଦନ କରିଛନ୍ତି। କମିଟିର ସମ୍ପାଦକ ଅରୁଣ କୁମାର ସ୍ୱାଇଁ ଏଥିରେ ଉପସ୍ଥିତ ରହି ଉତ୍ସବର ରୂପରେଖ ଓ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ବିଶେଷ କରି ଏହି ଉତ୍ସବ ପାଳନରେ ଅତ୍ୟଧିକ ଜନଗହଳି ହେବା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କମିଟି କର୍ମକର୍ତ୍ତାମାନେ ପ୍ରଶାସନ ସହିତ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରୋଜ କୁମାର ଲେଙ୍କା, ଅନୁପ କୁମାର ସ୍ୱାଇଁ, ଶ୍ରୀକାନ୍ତ ବୁଗୁଡାଇ, ମନୋଜ କୁମାର ଦାସ, ଧୀରଜ ମହାନ୍ତି, ଭାରତ ଭୂଷଣ ଦାସ, ଚିତ୍ତରଞ୍ଜନ ମହାନ୍ତି, ବୀରେନ୍ଦ୍ର କର, ସପନ କୁମାର ସ୍ୱାଇଁ, ସୂର୍ଯ୍ୟ ସୁନ୍ଦର ସେନ, ଅଶୋକ କୁମାର ତ୍ରିପାଠୀ ପ୍ରମୁଖଙ୍କ ସମେତ କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ। ଏ ବର୍ଷ 2025 ମସିହା 107 ବର୍ଷରେ ପଦାର୍ପଣ କଲା ଆମ ମିର୍ଜା ପୋଖରୀ ଚନ୍ଦନ କମିଟି। ଦୀର୍ଘ 7 ଦିନ ଧରିକି ଏ କାର୍ଯ୍ୟକ୍ରମ ଚାଲିବ। 6 ତାରିଖରୁ ଆରମ୍ଭ ହେବ, 12 ତାରିଖ ସରିବ। ଆଉ ଗୋଟିଏ ଦିନ ଏକ୍ସଟ୍ରା ଆମେ କରିପାରିବୁ ଯଦି ମେଘ ହେବ। ସେଥିପାଇଁ 7 ଦିନ କାର୍ଯ୍ୟକ୍ରମ କରିବା ପାଇଁ ସାରିବା ପାଇଁ ଗୋଟିଏ ଦିନ ଅଧିକା ପରମିଶନ ନେଇଛୁ। 13 ତାରିଖ କହିଛୁ। ଯଦି 12 ତାରିଖରେ ସମ୍ପୂର୍ଣ୍ଣ ଭାବେ ପାଗ ଭଲ ରୁହେ ତେବେ 12 ତାରିଖ ସରିବ। ଯାହା ହଉ ପ୍ରତିଦିନ ସନ୍ଧ୍ୟାରେ ଆମର ପ୍ରଥମ ଦିନ ରଖିଛୁ ଆମେ ମେଲୋଡି ଏବଂ ଭଜନ ପାଲାଗାଣ। ପାଲାଗାଣର ବହୁତ ଡିମାଣ୍ଡ ଅଛି। ବାଲେଶ୍ୱରବାସୀ ବିଶେଷ କରି ମାଣିକମ୍, ଗୋପାଳଗାଁ, ସୁଏଲପୁରର ବୟସ୍କ ମାନେ ସମସ୍ତେ ଅନୁରୋଧ କରିଥିଲେ, ସେଥିପାଇଁ ପାଲାଗାଣ ରଖାଯାଇଛି। 50 ବର୍ଷ ତଳେ ଏଠି ପାଲାଗାଣ ଚଢିଆ ନାଟର ବହୁତ ପ୍ରସାର ହେଉଥିଲା, ସମସ୍ତ ଡିମାଣ୍ଡ ଥିଲା। ଯାହା ହଉ ଏ ବର୍ଷ ରଖାଯାଇଛି। 7 ତାରିଖରେ ନୃତ୍ୟ ପ୍ରତିଯୋଗିତା ହେବ, ସେଟା ମଧ୍ୟ ଡିମାଣ୍ଡ ଅଛି, ସେଥିପାଇଁ ଏ ବର୍ଷ ନୃତ୍ୟ କମ୍ପିଟିସନ କରାଯାଉଛି। 8 ତାରିଖ ଦିନ ମେଲୋଡି ହେବ, କେବଳ ମେଲୋଡି ହେବ। 9 ତାରିଖ ଦିନ ମେଲୋଡି ଯାତ୍ରା, 10 ତାରିଖ ଦିନ ମେଲୋଡି ଯାତ୍ରା। ଗୋଟିଏ ପେଣ୍ଡେଲରେ ମେଲୋଡି ହେବ, ଗୋଟିଏ ପେଣ୍ଡେଲରେ ଯାତ୍ରା ହେବ। 10 ତାରିଖ ମଧ୍ୟ ଗୋଟିଏ ପେଣ୍ଡେଲରେ ମେଲୋଡି, ଗୋଟିଏ ପେଣ୍ଡେଲରେ ଯାତ୍ରା। 11 ତାରିଖ ସେଇଭଳିଆ ଗୋଟିଏ ପେଣ୍ଡେଲରେ ମେଲୋଡି, ଗୋଟିଏ ପେଣ୍ଡେଲରେ ଯାତ୍ରା। 12 ତାରିଖ ଠିକ ସେଇଭଳି ଭାବରେ ମେଲୋଡି ଗୋଟେ ପେଣ୍ଡେଲ, ଯାତ୍ରା ଗୋଟେ ପେଣ୍ଡେଲ। ଯାତ୍ରା ଦେଖିବା ପାଇଁ ବହୁତ ଇଚ୍ଛୁକ ଅଛନ୍ତି ଲୋକମାନେ ଏବଂ ଏଠି ଏତେ ସଂଖ୍ୟାରେ ଜନ ସମାଗମ ହୁଏ, ଯାହା ଆପଣମାନେ ପ୍ରତିବର୍ଷ ସାହାଯ୍ୟ କରନ୍ତି ଖବରକାଗଜ ଜରିଆରେ, ଚ୍ୟାନେଲ ମାଧ୍ୟମରେ ଆପଣମାନେ ଜାଣି ସହଯୋଗ କରନ୍ତି। ଏ ବର୍ଷ ମଧ୍ୟ ସହଯୋଗ କରିବେ, କାରଣ ଲୋକ ସଂଖ୍ୟାକୁ ଆମେ ଆୟତ୍ତ କରି ନ ପାରିବା ପାଇଁ 2ଟି ପେଣ୍ଡେଲ କରିଛୁ, ଗୋଟିଏ ମେଲୋଡି ଏବଂ ଯାତ୍ରା। ଏ ଯାତ୍ରା ଦେଖିବା ପାଇଁ ଲୋକମାନଙ୍କ ଭିଡ଼, ମେଲୋଡି ଶୁଣିବା ପାଇଁ ଭିଡ଼। ଖାଲି ହାୱା ଖାଇବା ପାଇଁ ଲୋକମାନେ ଆସନ୍ତି। এই ମିର୍ଜା ପୋଖରୀର ହାୱା, ପାଣିର ହାୱା, এই ହାୱା ଖାଇବା ପାଇଁ ଲୋକେ ଆସନ୍ତି ଏବଂ ସବୁ ଦୋକାନୀ ମାନଙ୍କ ପାଖରୁ ସମସ୍ତ ପ୍ରକାର ଜିନିଷ କିଣନ୍ତି। ଏଠି ଯାହା ଜଣାପଡ଼େ ସବୁ ପ୍ରକାର ଘରକରଣା ଜିନିଷ କିଣିବା ପାଇଁ ଘରର ସବୁ ମହିଳାମାନେ ଆସି କିଣନ୍ତି। କେବଳ ମା ବାପ ମିଳେନି, ଆଉ ସବୁ ଜିନିଷ ଏଠି ମିଳେ ବୋଲି ଲୋକମାନେ ଯାହା କୁହନ୍ତି। ରାତି 12ଟା ପରେ ପାଖ ଲୋକମାନେ ଘରୁ ବାହାରିକି ଆସିକି ଛୁଆ ପିଲା ନେଇକି ଆସିକି ଦେଖନ୍ତି। ଯେ ସେତେବେଳେ ଆମର ବନ୍ଦ ହେଇଯିବ, ଆମ ଫଙ୍କସନ ବନ୍ଦ ହେଇଯିବ ସରକାରଙ୍କ ନିୟମ ଅନୁସାରେ, ତେବେ ଲୋକମାନେ ହତୋତ୍ସାହ ହେଇଯାନ୍ତି। ସେଥିପାଇଁ ବାରମ୍ବାର ଆମେ ଅନୁରୋଧ କରୁଛୁ, ପ୍ରତିବର୍ଷ ଜଣାଉଛୁ ଜିଲ୍ଲାପାଳଙ୍କୁ, ଏସ୍ପି ମହୋଦୟଙ୍କୁ, ସେମାନେ ଆମକୁ ଟିକେ ସହଯୋଗ କରନ୍ତୁ। ଏ ବର୍ଷ କରନ୍ତି, ଆଗରୁ ଏ ବର୍ଷ ମଧ୍ୟ କରନ୍ତି। ଆଉ ସବୁଠୁ ବଡ଼ କଥା ହେଇଛି, ଆପଣମାନଙ୍କ ଜରିଆରେ ମୁଁ ଧନ୍ୟବାଦ ଦେବି। ଆମର ଯେଉଁ ସଦର ବିଧାୟକ ଆମ ଗାଁର ଲୋକ ଆମ ଗାଁରେ ରହିଛନ୍ତି, ଆମ ଘର ପାଖରେ ରହିଛନ୍ତି। ଏ ମିର୍ଜା ପୋଖରୀର ଆରପଟେ ସେ ଘର କରିକି ରହିଛନ୍ତି। ତାଙ୍କୁ ମଧ୍ୟ ଆମେ ଦୁଃଖ ଜଣାଇଛୁ। ସେ କହିଛନ୍ତି, ପ୍ରତିଶ୍ରୁତି ଦେଇଛନ୍ତି, ମୁଁ ଚେଷ୍ଟା କରିବି ଆକୁ ଟିକେ ବଢ଼େଇବା ପାଇଁ, ଲୋକମାନଙ୍କର ଉପଭୋଗ କରିବା ପାଇଁ। ଲୋକମାନେ ସବୁ ଉପଭୋଗ କରିବେ। ବିଧାୟକ ମହୋଦୟ ଆମକୁ
पूरा समर्थन जनइचंती। जदि मझिरे कौन सी पागर परिवर्तन असुविधा हुए ताले आम आ गोटे दिन एक्सटेंशन करने परमिशन आगुआ नहीं जमी कहले आमर सभापति महोदय 4 दिन धरी यात्रा करूँ सेपटे आमर स्टेज पटे मेलोडी चली एपटे आम साई मंदिर साइड रे यात्रा चलती तेणु पुंखानुपुंख भाव आम सभापति आपन को दे सारे आम से काली एसपी को एवं कलेक्टर को भेजू एवं आज आम एसडीपीओ सार को भेटी आम प्रथम दिन डाकीचु ओपनिंग करने एवं एडीएम सार को भी आम अनुरोध करूँ से आसी प्रथम दिन एडीएम करेंगे रिक्वेस्ट करूँ एवं पाखरे जो आम 2टा थाना रहा टाउन थाना एवं सहदेवखुंडा थाना से आईआईसी को काली आम भेटू आम सदस्य मैंने जाई भेटे जे पुंखानुपुंख जमी कौन अपराधिक असामाजिक व्यक्ति ये किसी न करूँ से पुलिस प्रशासन आम साहय नौ प्रति वर्ष भी करते आम विगत 4-5 वर्ष है देखी आसू सेमती किसी गंडगोल बड़ धरणार है ना आवर्ष आशा कर हम ना पुलिस प्रशासन को आम अनुरोध करूँ टे कड़ाकड़ी भाव ध्यान देवे आमर चंदन उत्सव 107 वर्ष बालेश्वरवासी समस्ते जानते मिर्जापुर रे चंदन उत्सव बहुत निरा ढंग हुए आ विशेषकर आमर एटी निरा ढंग कहीं पालू ना बालेश्वर कौन सी जगार जी जगार चंदन हुए कौन सी जगार समस्त आमर जो अच्छी गोपालगाँ माणिकम गोपालगाँ और सोलपुर यही 3टी गाँ को नहीं ये आमर चंदन उत्सव करा जोटा कि आउ कौटी सेमती निरा ढंग देखा जाए तेणु ये आमर भाईचारा अच्छी 200 रु ऊर्ध्व दुकान एठी बसे एवं समस्ते आगु राति सारा चंदन को उपभोग करती किंतु ये किछि वर्ष है प्रशासन टिके या कटकणा करचंती तेणु एथर आमे निवेदन करचु सरकार को एवं प्रशासन को कि यही चंदन उत्सव को राति सारा या पारित करा जाऊ कहीं ना लोक माने बहुत खुशी एवं निरा आडंबर रे पालिया पई चाहती चंदन उत्सव वर्षर थरे या बुली दुकान रे किणी समस्त प्रकार उपभोग करने चाहती एवं दुकान भाई माने जो माने अछंती से माने भी किछि वर्ष है तांकर व्यवसाय करि पारना तेणु आम प्रशासन को निवेदन करचु जे आपण माने या टिके कोहल करंतु सरकार को मध्य आम निवेदन करचु या कोहल करंतु